ସମୁଦ୍ର ମଧ୍ୟରେ ଗୋଟିଏ ପଶୁ ଉଠି ଆସିବାର ମୁଁ ଦେଖିଲି। ତାହାର 10 ଶୃଙ୍ଗ ଓ 7 ମସ୍ତକ। ଆଚ୍ଛା ଆଚ୍ଛା, ସେଇ 10 ମାନେ ଯେଉଁ ପଶୁ ସମୁଦ୍ର ଉପରେ ଉଠି ଆସିବାର ସେ ଦେଖିଲା, ସେ ପଶୁର ମସ୍ତକ କେତେଟା, ତାର ଶୃଙ୍ଗ କେତେଟା? 10 ଶୃଙ୍ଗ। କେତେଟା ମସ୍ତକ? 7ଟା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେ ଯେଉଁ ପଶୁ ସମୁଦ୍ର ମଧ୍ୟରେ ଉଠି ଆସିବାର ଦର୍ଶନ ଜଣଙ୍କୁ ଦେଖିଲେ, ସେଇ ଦର୍ଶନ ବର୍ତ୍ତମାନ କେତେଟା ଶୃଙ୍ଗ? 10 ଶୃଙ୍ଗ, 7ମ ମସ୍ତକ। ହାଲେଲୁୟା। ଏ 10 ଶୃଙ୍ଗ କାହାକୁ ବୁଝାଯାଏ? ଏଇ ଯେ ମାନେ ସମୁଦ୍ର କଣ ବୁଝାଯାଏ? କଣ ବୁଝାଯାଏ? ଏ ସମଗ୍ର ପୃଥିବୀ କହନ୍ତି ସମୁଦ୍ର। ହାଲେଲୁୟା। ପୃଥିବୀ କହନ୍ତି କଣ? ସମୁଦ୍ର। ସେ ସମୁଦ୍ର ଉପରେ ଜଣେ ବ୍ୟକ୍ତି ଆସିବାର ମୁଁ ଦେଖିଲି, ଅର୍ଥାତ୍ ସମୁଦ୍ର ଭିତରେ ଉଠି ଆସିବାର ଗୋଟେ ପଶୁ ମୁଁ ଦେଖିଲି। ହାଲେଲୁୟା। ବୁଝିପାରୁଛୁ କି? ବୁଝିପାରୁଛୁ? ଗୋଟେ ପଶୁ ସମୁଦ୍ର ଭିତରେ ସେ ମଧ୍ୟରେ ବାରି ଆସି ଉଠି ଆସିବାର ମୁଁ ଦେଖିଲି। ହାଲେଲୁୟା। ଏଇ ପଶୁର କେତେଟା ତାର ଶୃଙ୍ଗ? 10ଟା। କେତେଟା ମସ୍ତକ? 7ଟା। ଏଇ ସମୁଦ୍ର ବୁଝାନ୍ତି ସମଗ୍ର ପୃଥିବୀ। ଏ ପୃଥିବୀର ଜଣେ ପଶୁ ଉଠି ଆସିବ, ବାହାରିବ। ଏ ପୃଥିବୀର ଜଣେ ପଶୁ ମାନେ ଜଣେ ମନୁଷ୍ୟ ଆସିବ। ସେଇ ମନୁଷ୍ୟର ଶୃଙ୍ଗ କେତେଟା? 10ଟା। କେତେଟା ମସ୍ତକ? 7ଟା। ସେ 10 ଶୃଙ୍ଗର ବୁଝାଏ 10ଟା ରାଜା ଆସିବେ। ହାଲେଲୁୟା। ସେ ପଶୁର ମାନେ ଶୃଙ୍ଗ କେତେଟା ବୋଲି କହିଲେ? 10ଟା। ସେଇ ରାଜା ଯିଏ କି ଆସିବ ତାର ସେଲା ମାନ କେତେଟା? 10ଟା। 10ଟା ଶୃଙ୍ଗ, 10ଟା ରାଜା ବୁଝନ୍ତି। ହାଲେଲୁୟା। ଏଇ 10ଟା ରାଜା ମାନଙ୍କର ମଧ୍ୟ ସେ ଗୋଟେ ପଶୁର ମସ୍ତକ କେତେଟା? 7ଟା। ସେ 7ଟା ଯୋଉ ମସ୍ତକ ଅଛି 7ଟା ମହାଦେଶ ବୁଝନ୍ତି। ହାଲେଲୁୟା। 7ଟା ମହାଦେଶରୁ ଗୋଟେ ଗୋଟେ ରାଜା ଉତ୍ପନ୍ନ ହେବେ। ସେଇ ରୋମ ସମ୍ରାଟରେ 3ଟା ରାଜା ଉତ୍ପନ୍ନ ହେବେ। ସେ ରୋମରୁ ବାହାରିବ ସେ ପଶୁ ମାନେ ସେ ବ୍ୟକ୍ତି ରୋମରେ ବାହାରିବ। ତାର ସେଲା 10ଟା, କିନ୍ତୁ ତାର ମସ୍ତକ କେତେଟା? 7ଟା ମହାଦେଶ। ସେ 7ଟା ମହାଦେଶର 7ଟା ରାଜା, ପୁଣି ରୋମ ଦେଶରେ କେତେଟା ରାଜା ବାହାରିବେ? 3ଟା। ମିଶିକି କେତେଟା ତମେ ଦେଖିଲ ବାଇବଲ ଭିତରେ? 10ଟା। ଏଇଟା କାର? ପଶୁର ସେଲା। ହାଲେଲୁୟା। ହାଲେଲୁୟା। ତା ତଳକୁ ପଡେ। ତାହାର ଶୃଙ୍ଗ ଗୁଡାକରେ, ତାର ଶୃଙ୍ଗ ଗୁଡାକ ମଧ୍ୟରେ 10ଟା ମୁକୁଟ ଓ ମସ୍ତକ ଗୁଡାକ ଉପରେ ଈଶ୍ୱର ନିନ୍ଦା ସୂଚକ ବିଭିନ୍ନ ନାମ। ଈଶ୍ୱରଙ୍କ ନିନ୍ଦା ସୂଚକ ବିଭିନ୍ନ ପ୍ରକାର। ହାଲେଲୁୟା। ହାଲେଲୁୟା। ସେ ମାନେ ଶୃଙ୍ଗ ଉପରେ 10ଟା ମୁକୁଟ। ସେ 10ଟା ମୁକୁଟରେ ମୁକୁଟ ଉପରେ ଲେଖାଯାଏ ଅଛି କାର ମାନେ ନାମରେ? କାର ନାମରେ? ଈଶ୍ୱରଙ୍କ ନିନ୍ଦା କରିବା ପାଇଁ ସେ ମୁକୁଟରେ ଲେଖାଯାଏ। କାରଣ 10ଟା ରାଜା ମଧ୍ୟରେ କାର ବିରୁଦ୍ଧରେ ଉଠିବେ? ଈଶ୍ୱରଙ୍କ ବିରୁଦ୍ଧରେ। ସେ ଈଶ୍ୱରଙ୍କ ବିରୁଦ୍ଧରେ 10ଟା ରାଜା ଆସିକି ସେମାନଙ୍କର କଣ କରିବେ? ଶାସନ କରିବେ। ସେମାନଙ୍କ କଣ କରିବେ? ବିଶ୍ୱାସୀ ମାନଙ୍କ ଟିକେ ଆଉ ତଳକୁ ପଡେ। ଏହି ଯେଉଁ ପଶୁକୁ ଦେଖିଲି ତାହାର ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି,
ସେହି ସର୍ପ ତାହାକୁ ଆପଣା ପରାକ୍ରମ ସେଇ ସର୍ପ ଆପଣା ତାହାର ପରାକ୍ରମ ସିଂହାସନ ଓ ସିଂହାସନ ଓ ମହାକ୍ଷମତା ସର୍ପ ମହାକ୍ଷମତା ସେ ସମର୍ପଣ କଲା। ମହାକ୍ଷମତା ସମର୍ପଣ କଲା। କାହାକୁ? ସେ ସର୍ପ ଦିଆବଳ ଶୈତାନ ଦିଆବଳ ସର୍ପକୁ କାହାକୁ କ୍ଷମତା ଦିଆଗଲା? ସେ ପୃଥିବୀ ମଧ୍ୟରେ ରୋମ ସମ୍ରାଟରେ ଯେଉଁ ପଶୁ ଉଠି ଆସିବ ସେ ପଶୁ ସେଇ ପ୍ରକାଣ୍ଡ ସର୍ପ ତାକୁ ମହା ପରାକ୍ରମ କ୍ଷମତା ଦେବେ। ସେ ମାନେ ସର୍ପର ଶକ୍ତି ଦ୍ୱାରା ସେ ପଶୁ ପୃଥିବୀକୁ ଶାସନ କରିବେ। କାହା ଉପରେ ସେ ଶାସନ କରିବେ? ବିଶ୍ୱାସୀ ମାନଙ୍କ ଈଶ୍ୱରଙ୍କ ବିରୁଦ୍ଧରେ ସେ ଶାସନ କରିବେ, ତାଳନା କରିବେ। ହାଲେଲୁୟା। ପଢନ୍ତୁ। ତାହାର ମସ୍ତକ ଗୁଡାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହେଲା ହୋଇଥିଲା ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯେଉଁ ଶାସନ 52 ଶତାବ୍ଦୀରେ ଥିଲା ସେଇ ଶାସନ 667 ନମ୍ବର ଦ୍ୱାରା ଥିଲା। ସେଇ ସରକାର ସେ ରୋମଙ୍କ ସରକାରକୁ ଶାସନ କରୁଥିଲା। ପୁଣି ସେ ରୋମ ସରକାର ଶାସନ ତାକୁ ବନ୍ଦ କରାଗଲା। 667 ନମ୍ବର ବନ୍ଦ କରାଗଲା। ବର୍ତ୍ତମାନ ସେଇ ପଶୁ କୁହାଯାଏ ଯିଏକି ସମୁଦ୍ର ଭିତରେ ବାହାରି ଉଠି ଆସିଥିଲା। ସେ ସମୁଦ୍ର କୁହାଯାଏ ପୃଥିବୀ। ସେ ପୃଥିବୀ ମଧ୍ୟରେ ଜଣେ ପଶୁ ଆସିବ। ସେ ପଶୁର ହେଉଛି ମନୁଷ୍ୟ। ସେ ମନୁଷ୍ୟ ପୃଥିବୀରେ କ'ଣ କରିବ? ସେ ଶାସନ କରିବ। ହାଲେଲୁୟା। ସେ ଶାସନ କରିବ। କିନ୍ତୁ ପୃଥିବୀରେ ସେ ଶାସନ କରିବ ଖାଲି ବିଶ୍ୱାସୀ ଖ୍ରୀଷ୍ଟିଆନର ବିଶ୍ୱାସୀ ମାନଙ୍କର ତାଙ୍କ ତାଳନା କରିବା ପାଇଁ ଆସିବେ। କିନ୍ତୁ ବର୍ତ୍ତମାନ ସେ ଉଠି ଆସିବେ ଆଉ ପୁନର୍ବାର ସେ ଶାସନ ଗଡ଼ିଯିବ। ବର୍ତ୍ତମାନ ଆଉ ସେ ଶାସନ ଆଉ ଓହ୍ଲାଇ ଆସିବ। କିନ୍ତୁ ଯେଉଁ ଶାସନ ଯେଉଁ ପଶୁ ସାଂଘାତିକରେ ସେ ମଲା ସେଇ ପଶୁ ବର୍ତ୍ତମାନ ତାଙ୍କ ପ୍ରାଣ ଦାନ ଦିଆଯାଉଛି। ଆଉ ସେ ଶାସନ ଆଉ ପୁନର୍ବାର ଦିଆଯିବ। ବୁଝୁଛୁ କି? ଗାଲୁ ତାଇପ। ହାଲେଲୁୟା। ହାଲେଲୁୟା। ଆଉ ପଢନ୍ତୁ। ପୁଣି ସମସ୍ତ ପୃଥିବୀ ସେହି ପଶୁର ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ। ସେଦିନ ଏ ପଶୁର ଯୋଉ ମହାନ କାର୍ଯ୍ୟ ସାଧନ କରିବ ତାର ମହାନ ସାଧନ କରିକି ଆଶ୍ଚର୍ଯ୍ୟ ଦେଖିକି ପୃଥିବୀ ସମସ୍ତଙ୍କୁ ଭ୍ରାନ୍ତ ହେବେ। ତାଙ୍କୁ ସେ ପଛାତ ଗମନ କରିବେ। ଯୀଶୁ ଖ୍ରୀଷ୍ଟ ତାକୁ ପରିତ୍ୟାଗ କରିବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯୀଶୁ ଖ୍ରୀଷ୍ଟ ପରିତ୍ୟାଗ କରିକି ସେ ମନୁଷ୍ୟକୁ ତାଙ୍କର ସେ ପଛାତ ଗମନ କରିବେ। ସେ ଭ୍ରାନ୍ତ ସମସ୍ତ ହେବେ। ହାଲେଲୁୟା। ହାଲେଲୁୟା। ଆଉ ପଢନ୍ତୁ। ପୁଣି ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ କ'ଣ କଲେ? ପ୍ରଣାମ କଲେ। ସେ ସର୍ପକୁ ପରମେଶ୍ୱର ଜୀବିତ ପରମେଶ୍ୱର ସୃଷ୍ଟିକର୍ତ୍ତା ପରମେଶ୍ୱର ତ୍ୟାଗୀ କରି ଆଉ ଯେଉଁ ଲୁସିଫର ତାକୁ ପ୍ରଣାମ କରିବା ପାଇଁ ଲୋକମାନଙ୍କ ଯିବେ। ସେତେବେଳେ ସମସ୍ତଙ୍କ ଲୋକମାନଙ୍କ ଧର୍ମ ଶୁଦ୍ଧ ହେବ, ଧର୍ମ ପରିବର୍ତ୍ତନ ହେବ। ସେତେବେଳେ ସମସ୍ତଙ୍କ ଖ୍ରୀଷ୍ଟିଆନ ଧର୍ମ ରହିବ ନାହିଁ। ଖାଲି ସେମାନଙ୍କର କେବଳ ସେଇ ମନୁଷ୍ୟର କେବଳ ଶାସନରେ ଲୋକମାନଙ୍କ ଗମନାଗମନ କରିବେ, ଭ୍ରାନ୍ତ ହେବେ। ସେତେବେଳେ ସମସ୍ତଙ୍କ ଭୁଲିଯିବ ପରମେଶ୍ୱର ଆଉ ଯୀଶୁ ଖ୍ରୀଷ୍ଟ ଭୁଲିଯିବେ। ଆଉ ସେ ଶୈତାନ କେବଳ ପ୍ରଣାମ କରିବେ। ସେଇ ଦିଆବଳ ମାନେ ସର୍ପକୁ କୁହାଯାଏ ସେଟା ଶୈତାନ। ସେ ଶୈତାନର ନାମ ହେଲା ଲୁସିଫର।
हालेलुया हालेलुया। से लुचिफर नाम हैला से दिव्यमान दूत थिला पूर्वरे मो ईश्वरଙ୍କ परि मो हेबी ईश्वरଙ୍କ समान देखेबा ପାଇଁ ଯେତେବେଳେ ଚାହୁଁଥିଲା ତାକୁ ମାନେ ସ୍ୱର୍ଗରୁ ମଧ୍ୟାକାଶରୁ ନିକ୍ଷେପ୍ତ କରାଗଲା ସେ ମାନେ ମଧ୍ୟସ୍ଥରେ ସେ ଅଛି ସ୍ୱର୍ଗରୁ ମଧ୍ୟ ସ୍ଥାନରେ ନିକ୍ଷେପ୍ତ କରାଗଲା ସେଇ ବର୍ତ୍ତମାନ ଯାଏ ପୃଥିବୀରେ ଆସିନାହାନ୍ତି ଆଉ ଆସିବା ପାଇଁ ଅଳ୍ପ ସମୟ ଅଛି ସେ ଯେତେବେଳେ ଓହ୍ଲାଇ ଆସିବ ସେତେବେଳେ ପୃଥିବୀ ସମସ୍ତଙ୍କ ଗୁଗୁ ମାଗୁ ପରି ସେମାନଙ୍କର ଆଉ ସେ ଏଣେ ତେଣେ ଦୌଡ଼ିବ ସେ ସମସ୍ତଙ୍କ ଲୋକମାନଙ୍କୁ ଭ୍ରାନ୍ତ କରିବ ସେଇ ଗଣ୍ଡଗୋଳ ଉପରେ ଗଣ୍ଡଗୋଳ ଯୁଦ୍ଧ ଉପରେ ଯୁଦ୍ଧ ଆଉ ବିବାଦ ଉପରେ ବିବାଦ ନରଘାତକ ଉପରେ ନରଘାତକ ବେଶ୍ୟା ଉପରେ ବେଶ୍ୟା ପୃଥିବୀ ମଧ୍ୟରେ ଲୋକମାନଙ୍କ ସବୁ ଭ୍ରାନ୍ତ କରିବ ହାଲେଲୁୟା ହାଲେଲୁୟା 12 ତାର 3 ରେ ଟିକେ ପଢ ଆକାଶ ପଢନ୍ତୁ। ଆକାଶରେ ଆଉ ଗୋଟେ ଲକ୍ଷଣ ଦେଖାଗଲା ହଁ ଦେଖ ଗୋଟେ ଲୋହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପ ତାହାର ସପ୍ତ ମସ୍ତକ ତାର କେତେଟା ମସ୍ତକ ସପ୍ତମ ମସ୍ତକ ଅର୍ଥାତ୍ ସାତଟା ମହାଦେଶ ଓ 10 ଶୃଙ୍ଗ ଆଉ 10 ଶୃଙ୍ଗ ପୁଣି ମସ୍ତକ ଗୁଡ଼ିକ ଉପରେ ଆଉ ମସ୍ତକ ଗୁଡ଼ିକ ଉପରେ ସପ୍ତମ ମୁକୁଟ ହାଲେଲୁୟା ହାଲେଲୁୟା ଆଉ ତା ତଳେ ଟିକେ ପଠନ କରିବେ 4 ରେ ତାର ଲାଙ୍ଗୁଳ ତାର ଆକାଶର ତୃତୀୟାଂଶ ନକ୍ଷତ୍ର ଆକର୍ଷଣ କରି ପୃଥିବୀରେ ନିକ୍ଷେପ କଲା ଆଉ ସେ ସର୍ପ ପ୍ରସବ କରିବାର ଉଦ୍ୟତ ସ୍ତ୍ରୀକୁ ସ୍ତ୍ରୀ ଲୋକ ପ୍ରସବ କରିବା ମାତ୍ର ତାଙ୍କର ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାଙ୍କ ସମ୍ମୁଖରେ ଠିଆ ହେଲା ହାଲେଲୁୟା ହାଲେଲୁୟା ପ୍ରକାଣ୍ଡ ସର୍ପ ଯୀଶୁ ଖ୍ରୀଷ୍ଟଙ୍କ ଯେଉଁ ଯୀଶୁ ଖ୍ରୀଷ୍ଟ ସ୍ତ୍ରୀ ରୂପରେ କୁହାଯାଏ କିନ୍ତୁ ଯେତେକ ବିଶ୍ୱାସୀ ମାନଙ୍କ ତା ଦ୍ୱାରା ଉତ୍ପନ୍ନ ହୋଇଛନ୍ତି ତାଙ୍କ ନାମରେ ବିଶ୍ୱାସ କରିଥିବା ଲୋକମାନଙ୍କ ସେମାନଙ୍କ ଭ୍ରାନ୍ତ କରିବା ପାଇଁ ସେ ପ୍ରକାଣ୍ଡ ସର୍ପ ଲୁହିତ ବର୍ଣ୍ଣ ପରି 7ଟା ମସ୍ତକ 10 ଶୃଙ୍ଗ 7ଟା ସେ ମୁକୁଟ ଅଛି ଦିଆଯାଇଛି ସେ ଆସିବ ପୁଣି ଅନେକ ଲୋକମାନଙ୍କର ତାର ଯେ ଭ୍ରାନ୍ତ ବାକ୍ୟ ଦ୍ୱାରା ତାର କଳ୍ପନା ଦ୍ୱାରା ତାର ସମସ୍ତ ଲୋକମାନଙ୍କ ବିଶ୍ୱାସ ମାନଙ୍କୁ ଭ୍ରାନ୍ତ କରେଇବ ତାର ଶବ୍ଦ ହେଲା ତାର ଲାଙ୍ଗଳ ଦ୍ୱାରା ଆକାଶର ନକ୍ଷତ୍ର ଗଣ ସମସ୍ତଙ୍କ ଆକର୍ଷଣ କଲେ ପୃଥିବୀ ନିକ୍ଷେପ୍ତ କଲା ଭୂମିରେ ନିକ୍ଷେପ୍ତ କଲା ଯେଉଁ ସ୍ୱର୍ଗରେ ପ୍ରଜା ହେଲେ ଯେଉଁ ସ୍ୱର୍ଗର ସେଇ ଈଶ୍ୱରଙ୍କ ମାନେ ସନ୍ତାନ ହେଲେ ସେମାନଙ୍କ ତଳକୁ ପକେଇବା ପାଇଁ ଶୟତାନ ତାର ନିଜ ଲାଙ୍ଗଳ ଦ୍ୱାରା ଆସିବ ତେଣୁ କରି ଜାଗ୍ରତ ଓ ସଚେତନ ହେବାକୁ ଦରକାର ସାବଧାନ ହେବାକୁ ଦରକାର ପ୍ରିୟ ଭାଇ ଭଉଣୀ ମାନେ ଆଜି ପରମେଶ୍ୱରଙ୍କ ନିକଟରେ ଆଜି ପ୍ରାର୍ଥନା ଶୈଳୀ ବନ୍ଧୁ ମାନେ ଆଜି ଯେଉଁମାନଙ୍କୁ ଈଶ୍ୱରଙ୍କ ନାଁରେ ବିଶ୍ୱାସ କରିଅଛୁ ଏଠାରେ ସାଧୁ ମାନେ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ନାଁରେ ବିଶ୍ୱାସ କରୁଥିବା ଲୋକମାନଙ୍କ ସମସ୍ତଙ୍କ ଧୈର୍ଯ୍ୟ ଆବଶ୍ୟକ 14 ଅଧ୍ୟାୟ ତାର 12 ପଦରେ ପ୍ରକାଶିତ ହାଲେଲୁୟା 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 ଏଠାରେ ସାଧୁ ମାନଙ୍କର ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଅଛ ଓ ଯୀଶୁଙ୍କ ପ୍ରତି ବିଶ୍ୱାସ କରୁଅଛ ସେମାନଙ୍କ ଧୈର୍ଯ୍ୟ କଣ ଆବଶ୍ୟକ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ବର୍ତ୍ତମାନ এই ସିଚୁଏସନଟା ଅଛି ବର୍ତ୍ତମାନ ସମୟ ଆସି ଗଲାଣି ତେଣୁ କରି ଶୟତାନ ପ୍ରକାଣ୍ଡ ସର୍ପର ଲୁହିତ ବର୍ଣ୍ଣ ସେ ଶୟତାନ ଲୁହିତ ବର୍ଣ୍ଣର ରକ୍ତପାତ ହାଲେଲୁୟା ଆଉ ଯେତେକ ଖ୍ରୀଷ୍ଟିଆନ ବିଶ୍ୱାସୀ ମାନଙ୍କର ଅଣା କଟା ମରା ଚାଲିବ ତେଣୁ କରି ଲୁହିତ ପ୍ରକାଣ୍ଡ ସର୍ପ ବୋଲି କୁହାଯାଏ
हालेलुया से सप्तम मस्तक सातरा महादेश रु गुटे गुटे राजा उत्पन्न हेबो सातटा रोम सम्राट रे तीनिटा बारिबो 10 श्रृंग ए 10 श्रृंगर अर्थ 10टा राजा 17 अध्याय प्रकाशित तार 12 पदरे लेखाइछि पढନ୍ତୁ प्रेज लॉर्ड ଆହୁରି ଯେଉଁ 10 ଶୃଙ୍ଗ आउ जेउ 10 श्रृंग ଦେଖିଲ ସେହି ସବୁ 10 ରାଜାଙ୍କୁ सेई ବୁଝାଏ सब 10 राजा को बुझाए ସେମାନେ ଏ ପର୍ଯ୍ୟନ୍ତ ରାଜ से माने ए କରିନାହାନ୍ତି। पर्यंत राज प्राप्त होइनांती କିନ୍ତୁ ପଶୁ ସଙ୍ଗରେ किंतु पशु संग्रे 1 ଘଣ୍ଟା ପର୍ଯ୍ୟନ୍ତ 1 घंटा पर्यंत ରାଜାମାନଙ୍କ ପରି राजा मानक परी କ୍ଷମତା ପ୍ରାପ୍ତ ହେବେ क्षमता प्राप्त हेबे प्रेज लॉर्ड हालेलुया हालेलुया समुद्र भितरे जो पशु उठी आसीबार देखिल सेई सप्तम मस्तक 10 श्रृंग देखिल सेटा पशु नुह दर्शन कुआ जाए पशु किंतु से समुद्र नुह से पृथ्वी कुए से पृथ्वी बुझाए से पशु बुझांती रोम सम्राट रे जने शासन करता 666 नंबर शासन करता हालेलुया 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 तार सातरा महादेशर राजा माने सातरा बाहरिबे रोम सम्राट रे शासन करिवे तीनिटा बारिकी 10टा राजा मानक जगत रे से पशु संगरे 1 घंटा परि से मानक राजा परि से मानक राजत्व करिया पाए पृथ्वी मध्य रे आसीबो तेणु करी प्रिय भाई भौणी माने वर्तमान जो लोक मानक प्रभुंगडारे अछु से मानक धैर्य आवश्यक हालेलुया एटारे साधु माने भाई ओ भौणी माने एटारे साधु माने यीशु ख्रीष्टंगडारे विश्वास करुतिबा प्रत्येक भाई भौणी मानक समस्तक धैर्य आवश्यक हालेलुया हालेलुया वर्तमान आम्बे मानक शक्ति रे धैर्य नुआ आम्बे मानक भमारे धैर्य नुआ आमानक खंडारे धैर्य नुआ नळी रे धैर्य नुआ जे कोनसी धैर्य नुआ कारण प्रार्थना जे केई तांको नाम रे प्रार्थना करिवे सेमानको परित्राण पाइबे रोमियो तार 10 तार 13 रे लिखा जायछि हालेलुया हालेलुया पढନ୍ତୁ कारण जे केई प्रभुको नाम धरि प्रार्थना कर प्रभुको नाम धरि प्रार्थना करंती से परित्राण प्राप्त हेबो हालेलुया तांको नाम धरी जेउ लोक मानक जेउ भाई माने जेउ बौणी माने जेउ मां माने प्रार्थना करिवे से मानक परित्राण पाइबे हालेलुया अन्यथा लोक परित्राण पाइबे नाही जो मानक लुप्तक जोराई यीशु ख्रीष्टଙ୍କ क्रूस तळे जो मानकर रुधन विलाप करंती कातरुक्ति करंती दीर्घ निश्वास करंती से मानक केवल परित्राण पाइबे जिजिकल पुस्तक रे लेखा जाए जे केत्रा ए मनुष्य संतान जेरूशलेम मध्य देई जाओ आउ से नगर मध्य देई जाओ जो मान को कातरुक्ति करिवे दीर्घ निश्वास करिवे से मानक कपाळ रे कोन दियो चिन्ह दियो का नाम रे प्रार्थना करिवा लोक मानक यीशु ख्रीष्टଙ୍କ निकटरे प्रार्थना करिवा लोक मानक पाई से मानक पवित्र आत्मार चिन्ह मुद्रांकित दिया जीवो हालेलुया के पढन्तु पुणी सदाप्रभु ताहाकु कहिले पुणी सदाप्रभु ताहाकु कहिले तुम्बे नगर मध्य देई जाओ जेरूशलेम मध्य देई जाओ ओ तई मध्य रे कृत सकल निमंते घृणायोग्य क्रिया सकल निमंते जे लोक माने दीर्घ निश्वास करंती ओ कातरुक्ति करंती सेमानकर कपाळर चिन्ह दियो हालेलुया तेणु करी तांको नाम धरि जो मानक प्रार्थना करिवे सेमानक परित्राण पाइबे प्रेज लॉर्ड आज कुंट निकटरे प्रार्थना कले सेमानक परित्राण पाइबे नाही आज मूर्ति निकटरे प्रार्थना कले सेमानक परित्राण पाइबे नाही से मानक जे कोनसी मनुष्य पाखरे प्रार्थना कले सेमानक परित्राण पाइबे नाही जे त्राण करता यीशु ख्रीष्ट जगत को बड़ी उत्सर्ग हेले से त्राण करता यीशु नाम रे जो मानक प्रार्थना करिवे कातरुक्ति करिवे दीर्घ निश्वास करिवे से मानक कपाळ चिन्ह दिया जीवो प्रेज लॉर्ड हालेलुया हालेलुया ए तारनार समय आसिला
ए ताड़नार उपस्थित हैला साधु मानकर जेलखाना को नेबार समय आसिला कारागार रे निक्षेप हेबार समय आसिला प्राण जंत्रणा देबार समय आसिला समाज गृह रे प्राण हेबा पई समय आसिला से मानकर जंत्रणा देबा पई आसिला से मानकर आउ मंडली रे बहिष्कार करिबा पई समय आसिला से मानक मारिबा पई समय आसिला तेणु करी आजी आंबे मानक प्रस्तुत हेबा दरकार हाजी आंबे मानक जाग्रत हेबा दरकार आज आमानक सचेतना दरकार आज प्रभुଙ୍କ निकटरे जाग्रत हेबा दरकार आज आंबे मानक परित्राण पाइबा पाया आज आंबे मानक प्रस्तुत हेबा दरकार तेणु करी आपण मानक प्रार्थना करिबो सत्य रे प्रार्थनाकारी मानक परमेश्वर ग्राही बळी अठंती हालेलुया सत्यकारी प्रार्थना मानक निकटरे परमेश्वर ग्राही बळी अठंती तेणु करी आंबे सत्य रे प्रार्थना करिबा आज आंबे मानक सत्य रे उपवास करिबा आज सत्य रे आंबे मानक तांको निकट रे सानिध्य रे उपलब्धि करिबा प्रेज द लॉर्ड एई शेष संध्या आंबे मानक आसचु तेणु करी राज्य विपक्ष राज्य हे वर्तमान देश विपक्ष रे देश 24 रे लेखा जायछि मत्ती पुस्तक रे 6 अध्याय रे वर्तमान पढिबा हालेलुया आउ तुम्बे माने युद्धर विषय देखिबो संग्रामर आउ संग्रामर विषय देखिबो ओ जनरब सुनिबो आउ जनरब सुनिबो सावधान व्याकुल हुआ नहीं अर्थात तुम्बे माने को उद्विग्न हुआ नहीं तुम्बे अधैर्य हुआ नहीं कारण एई समस्त अवश्य घटिबो किंतु सेई काल जुगांत नुहे पुणी सेई काल जुगांत नुहे आउ पड़े कारण जाति विपक्ष रे जाति ओ राज्य विपक्ष रे राज्य आउ राज्य विपक्ष रे राज्य उठिबो पुणी स्थाने दुर्भिक्ष आउ स्थाने दुर्भिक्ष हेबो भूमिकंप हेबो आउ भूमिकंप हेबो किंतु एई समस्त प्रसव वेदनार आरंभ मात्र सेई समय रे लुके तुम्बे माने क्लेश भोग करिबा पाई समर्पण करिबा पाई तुम मानकु बद्ध करिबे आउ मोर नाम सकाशे तुम्बे माने समस्त जाति को निकट रे घृणित हेबो हां सेते बेले अनेक विघ्न पाइबे पुणी परस्पर को दराई देबे और परस्पर को घृणा करेबे अनेक बंड बाबूवादी बंड ख्रीष्टारी उठिबे अनेक को भ्रांत करिबे पुणी अधर्म वृद्धि पाइबारु अधिकांश लोकर कर्म शिथिल एवं हालेलुया वर्तमान बंड ख्रीष्ट आसीबार समय हैला आउ सत्य वाक्य सत्य न्याय से मानक घृणा करिवे सत्य वाक्य आत्मा रूपी वाक्य से मानक घृणा करिवे से मानक समय देबे नाही से मानक कलुपित कहानी रो वाक्य से मानक सुनिबा पई चाहबे वर्तमान ताड़ना आसीबे वर्तमान परियास आसीबे वर्तमान सेई निंदा आसीबो वर्तमान से मानक तुमे जंत्रणा देबा पई आसीबो बंड ख्रीष्टारी मध्य उठिलेनी आमर क्रिश्चियन मानक भितरे बंड ख्रीष्टारी उठिबो अर्थात जो मानक पवित्र आत्मा प्राप्त हुई नांती से मानक मुख बड़ बड़ कथा कहबे से मानक अहंकार पद बाहिबो से मानक गर्वित हेबो से मानक दुस्साहस हेबो से मानक दाम्भिक हेबे से मानक बड़ीमा हेबे से मानकर मो पद बाहिबो जे एई बंड ख्रीष्टर समय उपस्थित ख्रीष्टन को न पाइकी सा माने मनुष्यर शिक्षित वाक्य से मानकर वाक्य शिखिबा पई जीवे हालेलुया 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 जिसाई पुस्तक तार 3 अध्याय तार 13 रे ठीक पड़े 3:13 पठन करिबा सदाप्रभु प्रतिवाद करिबाकू उठी
ସଦା ପ୍ରଭୁ ପ୍ରତିବାଦ କରିବାକୁ ଓଟି ଠିଆ ହୋଇଅଛନ୍ତି। ଗୋଷ୍ଠୀମାନଙ୍କର ବିଚାର କରିବାକୁ ଉଠି ହେଉଛନ୍ତି। ବିଚାର କରିବାର ଠିଆ ହୋଇଅଛନ୍ତି। ହାଲେଲୁୟା। ଯୋଉ ଲୋକମାନଙ୍କ ଯୀଶୁ ପାଇଲେ, ଯୋଉ ଲୋକମାନଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି, ସେମାନଙ୍କର ତାଳନ କରିବା ପାଇଁ ଠିଆ ହେବେ ପ୍ରତ୍ୟେକ ମଣ୍ଡଳୀରେ, ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ ଗ୍ରାମରେ, ପ୍ରତ୍ୟେକ ଅଞ୍ଚଳରେ। ପ୍ରଭୁ ନ ପାଇବା ଲୋକମାନଙ୍କ ସେମାନଙ୍କ ଆମ୍ଭେ ଖ୍ରୀଷ୍ଟ ପାଇଛୁ, ମାତ୍ର ସେମାନଙ୍କ ଖ୍ରୀଷ୍ଟଙ୍କ ପାଇନାହାନ୍ତି। ପ୍ରେଜ୍ ଦ ଲର୍ଡ। ଗୋଟେ ପୁସ୍ତକରେ ଲେଖା ଯାଇଛି ମନୁଷ୍ୟର ଶିକ୍ଷିତ ବାକ୍ୟ ବୋଲି 29:13 ଯିଶାୟ। ଆହୁରି ପ୍ରଭୁ କହିଲେ, ଏଇ ଲୋକମାନେ ଆମ୍ବର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଉଷ୍ଟାଧରରେ ଆମ୍ବର ସମ୍ମାନ କରନ୍ତି। ମାତ୍ର ସେମାନେ ଆପଣା ଅନ୍ତଃକରଣରେ ଆମ୍ବଟାରେ ଦୂରରେ ରଖିଅଛନ୍ତି। ଓ ଆମ୍ବ ବିଷୟ ସେମାନଙ୍କର ଯେଉଁ ଭୟ ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ। ସେମାନଙ୍କ ମନୁଷ୍ୟଠାରୁ ଶିକ୍ଷିତ ଅଟେ। ହାଲେଲୁୟା। ମନୁଷ୍ୟ ମାନଙ୍କର ଶିକ୍ଷିତ ବାକ୍ୟରେ ସେମାନଙ୍କ ଭୟ କରନ୍ତି। ଏଟା ଠିକ ନାହିଁ। ହାଲେଲୁୟା। ବାଇବଲ ସୂଚନା ଦିଏ, ବାଇବଲ ବାକ୍ୟ ଆମ୍ଭେ ମାନଙ୍କ ଦିଏ। ସେ ଈଶ୍ୱରଙ୍କ ଯାହା ଲିଖିତ ବାକ୍ୟ ଅନୁସାରେ ଯାହା କହିଲେ ପବିତ୍ର ଆତ୍ମା ଯିଶାୟ ବାବା ବି ଲେଖିଛନ୍ତି। ଏଇଟା ମନୁଷ୍ୟର ଶିକ୍ଷିତ ବାକ୍ୟ ଯୋଉ ଲୋକମାନଙ୍କ ଦିଅନ୍ତି, ସେମାନଙ୍କର ଈଶ୍ୱରଙ୍କ ନିକଟରେ ନିକଟବର୍ତ୍ତୀ ହେବେ। ସେମାନଙ୍କୁ ମୁଖ ଦେଇ ମାତ୍ର ପରମେଶ୍ୱରଙ୍କ ଠାରେ ପାଖରେ ଅଛି କି ଦୂରରେ ଅଛି। ଆତ୍ମା ନାହିଁ। କେବଳ ଜଗତର ଜ୍ଞାନରେ, ଜଗତର ବୁଦ୍ଧିରେ, ଜଗତର ଲୋକମାନଙ୍କ ଶିକ୍ଷା ଦାନରେ ସେମାନଙ୍କ ଶିକ୍ଷା ପ୍ରାପ୍ତ ହୁଅନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ କରି ଜାଗ୍ରତ ହୁଅ, ସଚେତନ ହୁଅ। ହାଲେଲୁୟା। ଯେତେବେଳେ ସେଇ ଜ୍ଞାନରେ ଶିକ୍ଷା ଦେଇନାହାନ୍ତି, ବୁଦ୍ଧିରେ ଶିକ୍ଷା ଦେଇନାହାନ୍ତି, ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟମାନେ ଯେତେବେଳେ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରେ ଗଲା ପରେ ପିତାଙ୍କ ଆତ୍ମା ଯେତେବେଳେ ସେ ଅବତୀର୍ଣ୍ଣ କଲେ, ସେଇ ଜେରୁସାଲେମ ମଧ୍ୟରେ ସେମାନଙ୍କ ନାନା ଭାଷା ସେମାନଙ୍କ ଶକ୍ତି ପ୍ରାପ୍ତ ହେବାରୁ ସେମାନଙ୍କର ବାକ୍ୟ ପ୍ରସାର ଆରମ୍ଭ କରିଥିଲେ। ସେଟା ବାକ୍ୟ ପ୍ରସାର କରିଥିଲେ। ପବିତ୍ର ଆତ୍ମା ଶକ୍ତିରେ ସେମାନଙ୍କ ବାକ୍ୟ ପ୍ରସାର କରିଥିଲେ। ସେମାନଙ୍କ ମନୁଷ୍ୟର ଶିକ୍ଷିତ ବାକ୍ୟ ନୁହନ୍ତି। ପବିତ୍ର ଆତ୍ମା ଶକ୍ତିରେ ସେମାନଙ୍କ ବାକ୍ୟ ଦେଲେ। ପବିତ୍ର ଆତ୍ମାଙ୍କର ଶକ୍ତିରେ ସେମାନଙ୍କ ପ୍ରାର୍ଥନା କଲେ। ପବିତ୍ର ଆତ୍ମା ଶକ୍ତିରେ ସେମାନଙ୍କ ବାବୁମାଣୀ କହିଲେ। ପବିତ୍ର ଆତ୍ମା ଶକ୍ତିରେ ସେମାନଙ୍କ ଭୂତ ସଳେଇଲେ। ପବିତ୍ର ଆତ୍ମା ଶକ୍ତିରେ ସେମାନଙ୍କ ରୋଗୀକୁ ସୁସ୍ଥ କଲେ। ପବିତ୍ର ଆତ୍ମା ଶକ୍ତିରେ ସେମାନଙ୍କ ପୀଡ଼ିତ ଲୋକ ସୁସ୍ଥ ପାଇଲେ। ସେ ପବିତ୍ର ଆତ୍ମା ଶକ୍ତିରେ କୁଷ୍ଠି ରୋଗ ମାନଙ୍କ ସୂଚୀ କଲେ। ହାଲେଲୁୟା। ସେମାନଙ୍କ ଅନେକ ସ୍ଥାନ ସେମାନଙ୍କ ବାକ୍ୟ ପ୍ରସାର କରିଥିଲେ। ସତ୍ୟମୟ ଆତ୍ମା ଯେ ପର୍ଯ୍ୟନ୍ତ ସତ୍ୟମୟ ଆତ୍ମା ପ୍ରେରଣ କରିବି, ସେ ପର୍ଯ୍ୟନ୍ତ ତୁମ୍ଭ ମାନଙ୍କ ଅପେକ୍ଷାରେ ଥାଅ। ଆଉ ଆମ୍ଭେ ମାନଙ୍କ ସେଇପରି ଆମେ ପରମେଶ୍ୱର ଅପେକ୍ଷା କରିବୁ କି ମନୁଷ୍ୟ ମାନଙ୍କର ଶିକ୍ଷିତ ବାକ୍ୟରେ ଆମ୍ଭେ ସେ ଟ୍ରେନିଂ ପାଇକି ଆମ୍ଭେ ସବୁ ସେଇ କାଗଜରେ ଲିଖିତ କରିକି ଆମେ ବାକ୍ୟ ପ୍ରସାର ଚାଲିଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ଏକ ପିତର ତାର 3 ଅଧ୍ୟାୟ ତାର 16 ପଦରେ ଟିକେ ପଠନ କର। ଏକ ପିତର 3:16 ଯେପରି ତୁମମାନଙ୍କ ନିନ୍ଦକମାନେ ଦୁଇ ପିତର 3 ଅଧ୍ୟାୟ 16 ସେ ଆପଣାର ସମସ୍ତେ ପତ୍ରରେ ମଧ୍ୟ ଏହି ସବୁ ବିଷୟ ଅନେକ କରି ସେହି ପ୍ରକାର କହନ୍ତି। ଏଇ ସବୁରେ ଏହିପରି କେତେକ ବିଷୟ ଅଛି ଯାହାକି ବୁଝିବାକୁ ଯାହାକି ଯେ କି ମନୁଷ୍ୟ ମାନଙ୍କ ଠାରେ ଶିକ୍ଷିତ ବାକ୍ୟ ପ୍ରସାର କରେ, ସେଇ ନ ବୁଝିବାର ସେ ମାନେ କାର୍ଯ୍ୟ ଉପରେ ଲିଖିତ କରି ବାକ୍ୟ ପ୍ରସାର କରନ୍ତି। ପୁଣି ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା
बिना शर्ते बिना शर्ते अन्य समस्त शास्त्र अन्य शास्त्र अन्य शास्त्र ଯେପରି ସେମାନଙ୍କୁ କଣ କରିବେ ସେଇ ସବୁର ମଧ୍ୟ ସେଇ ସେ ସବୁରେ ମଧ୍ୟ ବିକୃତ ଅର୍ଥ କରି କରନ୍ତି ହାଲେଲୁୟା ଯୋଉମାନଙ୍କ କାଗଜରେ ଟିପ୍ପଣୀ ମାରିକି ଯୋଉମାନଙ୍କ ବାକ୍ୟ ଦେବେ ସେମାନଙ୍କ ଠିକ ନାହିଁ ବୋଲି ବାଇବଲ କହେ ସୂଚନା ଦିଅ। ଏକ ପିତ୍ତର ତାର କେତେ 3 ତାର 16ରେ ନାଇଁ କି ଦ୍ୱିତୀୟ ପିତ୍ତର 3 ଅଧ୍ୟାୟ 16ରେ କିନ୍ତୁ ଏ ଲୋକମାନଙ୍କ ଯୋଉମାନଙ୍କ ମନୁଷ୍ୟର ଶିକ୍ଷିତ ବାକ୍ୟରେ ଯୋଉମାନଙ୍କ ବାକ୍ୟ ଦିଅନ୍ତି ସେମାନଙ୍କର ଅଜ୍ଞାନ ଭାବରେ ସେମାନଙ୍କ ଅଶିକ୍ଷିତ ସଂସଳ ମତିରେ କାଗଜରେ ସେମାନଙ୍କ ଲେଖିକି ବାକ୍ୟ ଦିଅନ୍ତି। ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା। ଯେଉଁ ଲୋକମାନଙ୍କ ପରମେଶ୍ୱର ଅପେକ୍ଷା କରିବେ ସେମାନଙ୍କ ଟିପ୍ପଣୀ ମାରିବେ ନାହିଁ, ସେମାନଙ୍କ କାଗଜରେ ଲେଖିକି ସେମାନଙ୍କ ବାକ୍ୟ ପ୍ରସାର କରିବେ ନାହିଁ। ଯୀଶୁଙ୍କର ଲୋକମାନଙ୍କ ସେମାନଙ୍କ ଟିପ୍ପଣୀ କରିନାହାନ୍ତି। ସେମାନଙ୍କ ଈଶ୍ୱରଙ୍କ ଲୋକମାନଙ୍କର ଯୀଶୁଙ୍କର ଲୋକମାନଙ୍କର ଯେକୌଣସି ସେମାନଙ୍କର ଆଉ କାଗଜରେ ସେମାନଙ୍କ ସପେଇକି ବାକ୍ୟରେ ଦିଅନ୍ତି ନାହିଁ। ଯୋଉ ବାଇବଲ ଲେଖାଯାଏ ସେ ବାଇବଲ ଅନୁସାରେ ପବିତ୍ର ଆତ୍ମା ଶକ୍ତିରେ ସେମାନଙ୍କ ଶକ୍ତି ଦେଲେ, ସେମାନଙ୍କ ବାବବାଣୀରେ ବାକ୍ୟ ପ୍ରସାର କଲେ, ସେମାନଙ୍କ ବାବବାଣୀରେ ଲେଖିଲେ, ସେମାନଙ୍କ ଶିକ୍ଷା ଦାନ ଦେଲେ। ହାଲେଲୁୟା ହାଲେଲୁୟା। କାଟାରେ ଶିକ୍ଷିତ ଏଇଟା କାଟାରେ ଶିକ୍ଷିତ ପରମେଶ୍ୱରଙ୍କଠାରେ ଶିକ୍ଷିତ ବାକ୍ୟ ସେମାନଙ୍କ ବାବବାଣୀରେ ବାକ୍ୟ ପ୍ରଚାର କରୁଥିଲେ। ହାଲେଲୁୟା। ତେଣୁ କରି କାଗଜରେ ଟିପିକି ସେମାନଙ୍କ ବାକ୍ୟ ଦେଲେ ମଧ୍ୟ ଆମେ ଈଶ୍ୱରଙ୍କ ଲୋକ, ଆମେ ଈଶ୍ୱର ପାଇଛୁ ବୋଲି ଲୋକମାନଙ୍କ ବାକ୍ୟ ପ୍ରଚାର କରେ ଠିକ। ହାଲେଲୁୟା। ତେବେ ଠିକ ଯଦି ହୁଅନ୍ତେ ତେବେ ଏହିପରି ସେମାନଙ୍କ ସତ୍ୟମୟ ଆତ୍ମା ପ୍ରାପ୍ତ ହୋଇଥିବାରୁ ରାଜାଙ୍କ ମୁଖରେ ଠିଆ ହେଲା। ସେ ଉତ୍ତର ଦେଉଥିଲେ ରାଜାର ଶକ୍ତି 19ଟା ଥିଲା କିନ୍ତୁ ଯୀଶୁଙ୍କର ଶକ୍ତି ପରମେଶ୍ୱରଙ୍କ ଶକ୍ତି କେତେଟା ଥିଲା 10ଟା ଥିଲା। ହାଲେଲୁୟା। ରାଜା ସେ ମାନେ ଜିତିଲା କି ହାରିଲା? କିଏ ଜିତିଲା? ମୋଜେସ୍ ପରମେଶ୍ୱରଙ୍କ ଶକ୍ତିରେ ଜିତିଲା। ଆଉ ଡାନିଏଲଙ୍କ ମଧ୍ୟରେ ସେ ସିଂହ ଗର୍ଦ୍ଦରେ ଯେତେବେଳେ ନିକ୍ଷେପ କରାଗଲା କିଏ ଜିତିଲେ? ହାଲେଲୁୟା। କିଏ ହାରିଲେ? ସିଂହ ହାରିଲେ। ଆଉ ସୈଦ୍ରକ ମୈଶ୍ରକ ଅଗ୍ନିରେ ପକାଗଲା, ପୁଡ଼ିଲେ କି? କିଏ ଜିତିଲେ? ଆଉ ସେ ଅଗ୍ନି ଜିତିଲା କି? ପକେଇବା ଲୋକମାନଙ୍କୁ ଜିତିଲା କି? ସେ ରାଜାଙ୍କୁ ଜିତିଲା କି? ବର୍ତ୍ତମାନ ସେଇ ସମୟ ଆସିଗଲାଣି। ସେତେବେଳେ 60 ହାତ ଲମ୍ବା 100 ହାତ ବେଢ଼ନା ସୁବର୍ଣ୍ଣର ମୂର୍ତ୍ତି ତିଆରି ପ୍ରଣାମ କରିବା ପାଇଁ କହୁଥିଲେ, ମାତ୍ର ଏଇ 4 ଜଣ ପ୍ରଣାମ କଲେ ନାହିଁ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ବର୍ତ୍ତମାନ 666 ନମ୍ବର ଦ୍ୱାରା ଆସିବ। ଆମେ ଟିକେ ପଠନ କରିବା ତାର 13 ଅଧ୍ୟାୟ ତାର 13 ଅଧ୍ୟାୟ ତାର 15ରେ ଟିକେ ପଠନ କର। ପଶୁର ପ୍ରତିମା ଯେପରି କଥା କହିପାରେ ତାର 16ରେ ଟିକେ ପଢେ। ଆଉ ସେ ସାନ ଓ ବଡ଼, ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କର ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟେ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ। ଆଉ ଟିକେ ତଳକୁ ପଡେ। ପଶୁ ପୁଣି ସେଇ ଚିହ୍ନ, ଆଉ ସେ ଚିହ୍ନ ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା, ତାର ନାମର ସଂଖ୍ୟା ଧାରଣ କରି ନଥିବା ଲୋକଙ୍କୁ କ୍ରୟ ବିକ୍ରୟ କରିବାକୁ ନିଷେଧ କରାଏ। ଏଠାରେ ଜ୍ଞାନ ଆବଶ୍ୟକ। ତାର 18ରେ ପଡେ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା। କାହାର ସଂଖ୍ୟା? ମନୁଷ୍ୟର ସଂଖ୍ୟା। ତାର 14ରେ ଟିକେ ପଡେ ଉପରେ।
ଆଉ ସେହି ପଶୁର ସାକ୍ଷାତରେ ସେ ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟ କର୍ମ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା ସେ କ୍ଷମତା ପ୍ରାପ୍ତ ହୋଇଥିଲା ତୋ ଦ୍ୱାରା ସେ ପୃଥିବୀ ନିବାସୀ ସେ ତ ଦ୍ୱାରା ପୃଥିବୀ ନିବାସୀ ଲୋକମାନଙ୍କ ଭ୍ରାନ୍ତ କରି ଯେଉଁ ପଶୁ ଖଡ୍ଗ ଦ୍ୱାରା ଯେଉଁ ପଶୁ କଡ଼କ ଦ୍ୱାରା ଆହତ ହେଲେ ବଞ୍ଚିଥିଲା ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ ତାର ସୌଦ କିନଲେ ହଁ ହାଲେଲୁୟା ଏ ପ୍ରତିମାକୁ ଯୋଉମାନଙ୍କ ମୁଣ୍ଡା ମାରିବେ ନାହିଁ ସେମାନଙ୍କର ମସ୍ତକ ଛେଦନ ହେବ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ତେଣୁ କରି ବର୍ତ୍ତମାନ କଣ ଦରକାର କଣ ଦରକାର ଆମେ ପ୍ରାର୍ଥନା ଦରକାର କଣ ମିଥ୍ୟାରେ ଆଉ ମଳିନ ମନରେ ଆଉ ସେ କଠିନ ମନରେ ଖୋଲା ମନରେ ଖୋଲା ଜୀବନରେ ପ୍ରଭୁଙ୍କ ନିକଟକୁ ପ୍ରାର୍ଥନା କର ହାଲେଲୁୟା ସେତେବେଳେ ଭାଇ କହିଲେ ତୁମେ ମାନଙ୍କ ସମସ୍ତଙ୍କ ଖୋଲା ମନରେ ପ୍ରାର୍ଥନା କର ଉଚ୍ଚ ସ୍ୱରରେ ପ୍ରାର୍ଥନା କର ଉଚ୍ଚ ସ୍ୱରରେ ପ୍ରାର୍ଥନା କଲେ ତୁମମାନଙ୍କ ଅନ୍ତର କଣ ହେବ ଖୋଲିଯିବ ତୁମମାନଙ୍କର ଚକ୍ଷୁ ଖୋଲିଯିବ ତୁମମାନଙ୍କର କର୍ଣ୍ଣ ଖୋଲିଯିବ ପ୍ରେଜ୍ ଦ ଲର୍ଡ ହାଲେଲୁୟା ଏତେବେଳେ ପ୍ରାର୍ଥନା ଯେତେବେଳେ ଖୋଲା ମନରେ ପ୍ରାର୍ଥନା ହେଲା ଗୋଟେ ଭାଇକୁ ସେ ବାବବାଣୀ ମାନେ କହୁଥିଲେ ବାବବାଣୀ ପୁଣି ଦର୍ଶନର ତାଙ୍କୁ ଦିଆଗଲା ହାଲେଲୁୟା ହାଲେଲୁୟା ସେ ସମୁଦ୍ର ଉପରେ ଆତ୍ମା ରକ୍ତ ଢାଳିଲେ ଆସ୍ତେ ଆସ୍ତେ ଧୀରେ ଧୀରେ ବିଶ୍ୱାସୀ ମାନଙ୍କ ତାଡ଼ନା କରିବାର ଆରମ୍ଭ ହେବ ବୋଲି ପରମେଶ୍ୱର ସୂଚନା ଦେଇକି ଚାଲିଗଲେ ପ୍ରେଜ୍ ଦ ଲର୍ଡ ହାଲେଲୁୟା ବର୍ତ୍ତମାନ ମଧ୍ୟ ଆମ୍ଭେ ମାନେ କଣ କରିବାକୁ ପଡିବ ଆମେ ଶାସିକ ଓ ବଳବାନ କରିବାକୁ ପଡିବ ଆମେ ଜାଗ୍ରତ ହେବାକୁ ପଡିବ ପ୍ରାର୍ଥନାରେ ଜାଗ୍ରତରେ ସଚେତନାରେ ଦିବାଦିନ ଦିବାରାତ୍ର ମଧ୍ୟରେ ପରମେଶ୍ୱରଙ୍କ ନିକଟରେ କଣ କରିବା ପ୍ରାର୍ଥନା କରିବା ଆମେ କାତରୁକ୍ତି କରିବା ପ୍ରଭୁଙ୍କ ପଠିତ ବାକ୍ୟ ଦେଇ ଆମମାନଙ୍କ ଆଶୀର୍ବାଦ କରନ୍ତୁ ଆମେନ୍।